ସୁଭଦ୍ରା ଯୋଜନା ନାଁରେ ଆଧାର କେନ୍ଦ୍ର ମାଲେମାଲ। ଆଧାର କେନ୍ଦ୍ର ମାନଙ୍କରେ ଦଳା ଚକଟା। ଆଜି ସୋର ହେଡପୋଷ୍ଟ ଅଫିସ ଓ ଜନସେବା କେନ୍ଦ୍ର ଆଧାର କାର୍ଡ ସଂଶୋଧନ ପାଇଁ ବିଭିନ୍ନ ଅଞ୍ଚଳରୁ ଶହ ଶହ ଲୋକ ଭୋର 4টাରୁ ଲାଇନ୍ ଲଗାଇଥିବା ବେଳେ ପୋଷ୍ଟ ଅଫିସ ଖୋଲିବା ମାତ୍ରେ ଦଳା ଚକଟା ହୋଇ ମହିଳା ଓ ଶିଶୁ ଆହତ ହୋଇଥିଲେ। ଶୃଙ୍ଖଳିତ ଭାବେ ଲାଇନ୍ କରାଇବା ପାଇଁ ପୋଲିସ ପକ୍ଷରୁ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ଅନ୍ୟପଟେ ଆଧାର କେନ୍ଦ୍ର ମାନଙ୍କରେ ଆଧାର ସଂଶୋଧନ ପାଇଁ 100 ଟଙ୍କା ଥିବା ବେଳେ 200 ଟଙ୍କା ନିଆଯାଉଛି। ମୋବାଇଲ ନମ୍ବର ଯୋଡ଼ିବା ପାଇଁ 50 ଟଙ୍କା ଥିବା ବେଳେ 100 ଟଙ୍କା ନିଆଯାଉଛି। ସରକାର ଜନସେବା କେନ୍ଦ୍ର ନାଁରେ ସାଧାରଣ ଜନତାଙ୍କୁ ଭୁଆଁ ବୁଲାଉ ନାହାନ୍ତି ତ? ତେବେ ଏପରି ଅବ୍ୟବସ୍ଥାକୁ ସରକାର ଦୃଷ୍ଟି ଦେବେ ନା ଜନତାଙ୍କୁ ଭକୁଆ ବନାଇବେ ଦେଖିବାକୁ ବାକି ରହିଲା। ବାଲେଶ୍ୱର ଜିଲ୍ଲାରୁ ନିହାର ରଞ୍ଜନ ପାଢ଼ୀଙ୍କ ରିପୋର୍ଟ, ନାଓ ଓଡ଼ିଶା। लेटेस्ट न्यूज अपडेट पाई www.naodisha.com को लॉगिन करंतु।